ଆଜିର ଅତିଥି କାର୍ଯ୍ୟକ୍ରମରେ ଜଣେ ଅନ୍ୟାନ୍ୟ ବ୍ୟକ୍ତିକୁ ଭେଟିବା। ସେ ଜଣେ ପେଶାରେ ଡାକ୍ତର, ସମାଜସେବୀ ଏବଂ ଜଣେ ଗାଳ୍ପିକ ଲେଖକ। ଆସନ୍ତୁ ପଚାରି ବୁଝିବା। ସାର୍, ନ୍ୟୁଜ୍ ଓଡ଼ିଶା ଟିଭିକୁ ଆପଣଙ୍କୁ ସ୍ୱାଗତ। ମୋ ଠାରୁ ଆଜି ଆପଣ ସାକ୍ଷାତକାର ନେଉଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଯେତେବେଳେ 1980 ମସିହାରେ ମୁଁ ଗଭର୍ଣ୍ଣମେଣ୍ଟ ହୋମିଓପାଥିକ୍ ମେଡ଼ିକାଲ କଲେଜ ଭୁବନେଶ୍ୱରରୁ ପାସ୍ କଲି, 81 ମସିହାରେ ମୋର ଚାକିରି ଆରମ୍ଭ ହେଲା ଏବଂ ଏ ଚାକିରି 2013 ପର୍ଯ୍ୟନ୍ତ ରହିଲା। 33 ବର୍ଷର ସରକାରୀ ଚାକିରି, 32 ବର୍ଷ ଆମର ସରକାରୀ ହୋମିଓପାଥିକ୍ ଡାକ୍ତର ଏବଂ ଶେଷ ବର୍ଷ ଜିଲ୍ଲା ହୋମିଓପାଥିକ୍ ଚିକିତ୍ସାଧିକାରୀ ଭାବରେ ମୁଁ କାର୍ଯ୍ୟ କରିଛି। ଅବିଭକ୍ତ ସମ୍ବଲପୁର ଏବଂ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ପାଖାପାଖି 13ଟି ସ୍ଥାନରେ ମୁଁ ଚାକିରି କରିଛି। ଆପଣମାନେ ତ ଜାଣନ୍ତି, ଭାଗ୍ୟର ଥିଲେ ଲୋକ ଡାକ୍ତର ହୁଅନ୍ତି। ମୋର ସୌଭାଗ୍ୟକୁ ମୁଁ ଜଣେ ଡାକ୍ତର ଭାବରେ ଜୀବନର ଅଧା ସମୟ କଟେଇଛି। ରୋଗୀ ଦେଖିବାର ଯେଉଁ ମଜା, ଦୁଃଖୀ ଏବଂ ଯିଏ କଷ୍ଟ ପାଉଛି ତାର ଯନ୍ତ୍ରଣା ଲାଘବ କରିବାର ଯେଉଁ ମଜା ଅନ୍ୟ କୌଣସି ଚାକିରିରେ ନାହିଁ। ଲୋକମାନଙ୍କ ସ୍ନେହ, ଶ୍ରଦ୍ଧା, ଅନାବିଳ ପ୍ରେମ ଏବଂ ଲୋକମାନଙ୍କର ସଦିଚ୍ଛା ନେଇ ସରକାରୀ ଡାକ୍ତରଟିଏ ଭାବରେ ମୋ ଜୀବନର ଦୀର୍ଘ 32 ବର୍ଷ ମୁଁ କଟେଇଛି। ଏବଂ ମୋ ପ୍ରଥମ ଚାକିରି ଥିଲା ସମ୍ବଲପୁରର ମେଲଛାମୁଣ୍ଡା, ସେଟା ପାଖାପାଖି ପଦମପୁର ପାଖରେ, ତାପରେ ତଳମୁଳ, ତାପରେ ଦେବଗଡ଼, ତାପରେ ଆମର ଆମ୍ବପାଳ, ଟିକରପଡ଼ା, ବାଲିପୋଷି ଆଉ ଆମସରମୁଣ୍ଡା, ତାପରେ ଶେଷ ଜୀବନରେ ମୁଁ ପାଖାପାଖି ଗୋଟିଏ ବର୍ଷ ରହିଛି ଢେଙ୍କାନାଳରେ ଜିଲ୍ଲା ହୋମିଓପାଥିକ୍ ଚିକିତ୍ସକ ଭାବରେ। ମୋ ଚିକିତ୍ସକ ଜୀବନ ଅତି ସୁନ୍ଦର ଏବଂ ବହୁତ ରୋମାଞ୍ଚକର ଏବଂ ମୁଁ এই ଜୀବନକୁ ବହୁତ ଉପଭୋଗ କରିଛି। ଆପଣ ସମାଜ ସେବା କରୁଥିଲେ, ଆଉ ସମାଜ ସେବା କରିବା ଭିତରେ ଆପଣ କ'ଣ ସବୁ ଉପଲବ୍ଧି କରିଛନ୍ତି ତା ବିଷୟରେ ଟିକେ କହିବେ। ସମାଜ ସେବା କରିବାକୁ କିଏ ମାନ ଚାହେଁ, କିନ୍ତୁ ଲୋକ ଦେଖାଣିଆ ସମାଜ ସେବାରେ କିଛି ମୂଲ୍ୟ ନାହିଁ। ସେଇଥିପାଇଁ ଆନ୍ତରିକତା ଦରକାର। ମୁଁ ମନରେ ସ୍ଥିର କଲି ଯେ ଚାକିରି ଜୀବନର ଶେଷ 2 ମାସର ଦରମା ମୁଁ ସମାଜ ପାଇଁ ଖର୍ଚ୍ଚ କରିବି। ମୋର ଚାକିରି ସଲା 13 ସେପ୍ଟେମ୍ବରରେ। ତାର ଜଷ୍ଟ ଦିନକ ପରେ 2 ଦିନ ପରେ ଅକ୍ଟୋବର 2 ମୁଁ କ'ଣ କଲି, ଯେଉଁ ମୋର ସେତେବେଳେ ଦରମା ଥିଲା ମାସକୁ 60,000, 1,20,000 ଟଙ୍କାର ମୁଁ ଗୋଟେ ବଜେଟ୍ ତିଆରି କଲି। 100 ମୋଟର ସାଇକେଲ ଧରିଲି। ସେଠୁ ଆମ ନାକ୍ସି ଛକରୁ ବାମୁ, କିଶୋରନଗର, ମାଧପୁର, ଆଠମଲ୍ଲିକ, ଶେଷରେ ବଇଣ୍ଡା 100 ମୋଟର ସାଇକେଲରେ ଆମର ଯାତ୍ରା କରି ଟୋଟାଲ ପାଖାପାଖି 8 ଅଡ଼ିଜନକୁ ଆମେ କଭର କଲୁ। ମୋର ବାର୍ତ୍ତା ଥିଲା ଜଙ୍ଗଲର ସୁରକ୍ଷା, ବୃଦ୍ଧ ବାପା ମାଙ୍କର ସେବା, ଆଉ ଦୁନିଆରେ ଯେତେ ଅସହାୟ ଅଛନ୍ତି ତାଙ୍କର ସେବା। ତା ଛଡ଼ା ଆମର ଯେତେ ସବୁ ଚାକିରିଆ ଅଛନ୍ତି ସମସ୍ତେ କିଛି କିଛି ଦରମାର କିଛି ଅଂଶ ସମାଜର ଭଲ ପାଇଁ ଖର୍ଚ୍ଚ କରିବାକୁ ମୁଁ ସେଥିରେ ସମସ୍ତଙ୍କୁ ଅନୁରୋଧ କରିଥିଲି। ଦ୍ୱିତୀୟ କଥା ହେଲା, ଆମର ସେଠି ଗୋଟିଏ ଜିନିଷ ହେଲା ଯେ ସମାଜ ପାଇଁ ଦିନଟିଏ, ସେ ଯାତ୍ରାର ନାଁ ଥିଲା ସମାଜ ପାଇଁ ଦିନଟିଏ। ଦ୍ୱିତୀୟରେ ମୁଁ ସରସ୍ୱତୀ ବୋଲି ଗୋଟିଏ ଗରିବ ଝିଅକୁ ନିଜ ଖର୍ଚ୍ଚ କରି ବିବାହ କରିଥିଲି। କ'ଣ ପାଇଁ? ସେ ତାର ବିଧବା ମାଆର ଅତ୍ୟାଚାରରେ ନିପୀଡ଼ିତ ହୋଇ ମୋ ପାଖରେ 2-3 ବର୍ଷ ଥିଲା। ମୁଁ ଦେଖିଲି ସେ ବାହା ହେଇପାରିବନି। ତାଙ୍କୁ ମଧ୍ୟ ଆମ କୁଶରର ପାଖରେ ଗୋଟିଏ ଖଜୁରୀ ଝରଣ ଗାଁ ଅଛି, ତାକୁ ବିବାହ କରିଥିଲି। ସେ ମଧ୍ୟ ଏବେ ଭଲରେ ଅଛି। ଆଉ ଗୋଟିଏ ସମାଜ ସେବା କରିଥିଲି ଯେ ପାଖାପାଖି 500 ଲୋକକୁ ନେଇକରି ମୁଁ ଗାନ୍ଧୀ ମାର୍ଗରେ ଧାରଣା ଦେଇଥିଲି ଗୋଟିଏ ଜଳସେଚନ ପ୍ରକଳ୍ପ ପାଇଁ, ଯାହାକି ଅତି ସୁଖର ବିଷୟ, ଅତି ଆନନ୍ଦର ବିଷୟ। ଏ ବର୍ଷ ଆମର ସରକାର ମହୋଦୟ 33 କୋଟି ଟଙ୍କା ସାଂସନ କରିଛନ୍ତି, ଯାହା ଦେଇ ପ୍ରକଳ୍ପର ନାଁ ହେଲା ଗଦଗଦା। ଆଉ ସେ ପ୍ରକଳ୍ପ ପାଇଁ ପ୍ରକଳ୍ପ ଦ୍ୱାରା ପାଖାପାଖି 13ଟି ଗାଁର 3ଟି ପଞ୍ଚାୟତର 13ଟି ଗାଁ ଉପକୃତ ହେବେ। ତେଣୁ ଇଏ ଅୟମାରମ୍ଭ। ତାପରେ ଶେଷରେ ମୁଁ ଆମର ସମାଜ ସେବା କ୍ଷେତ୍ରରେ ଆଜିକି ପାଖାପାଖି 14 ବର୍ଷ ହେଲା, ଏ ବର୍ଷ ହେଲେ 15 ବର୍ଷ ହେବ। ଏପ୍ରିଲ 1 ତାରିଖ ଉତ୍କଳ ଦିବସ ଦିନ ମୁଁ ଗୋଟିଏ କାମ କରେ। ମୋ
गोटे मासर पेंशन को मुझे दिन खर्च करे आउ से दिन मु ओडिशार विशिष्ट साहित्यिक समाजसेवक कृषक संस्कृतिविद भल चित्रकर भल संगीतज्ञ सिनेमा जो माने भी एक्टर एक्ट्रेस समस्त को विभिन्न वर्ग में आम को पुरस्कृत करूँ किसी बुद्धिजीवी को डाकू छात्र को डाकू ए 14 वर्षर मोर ए संग्राम पाखापाखि वर्ष हेले 15 वर्ष हे मुझे किशन नगर शाखार उत्कल सम्मेलन सभापति तेणु मोर गोटे साहित्य पाई मध्य रुचि रही ए हूँ समाज सेवार किसी कथा गाथा तेणु मु समाज सेवार समर्पित देवाई मोर इच्छा एवं बहुत किसी करने को इच्छा अच्छी हेले से धनर आवश्यकता अच्छी समर मध्य आवश्यकता अच्छी तेणु समस्ते यदि समाजसेवी हेबे समस्ते यदि समाज प्रति अनुरक्ति समस्त ताहले केवल सरकार तो किसी करें ना समस्त चाकरिया भारत में जिते चाकरिया अच्छा समस्त समाजसेवी हेबाई मुझे आह्वान जनाऊँगी एवं किसी ना भी मासक दरमार अधा मासर दरमा से माने समाजर अवहेलित निष्पेषित एवं जो माने अति गरीब से खर्च करूँ आज तेणु यही देश को सुधारवा हेले चाकरिया मानकर सहयोग निहाती दरकार। आपण जड़े लेखक कहले अत्रुति हम ना कौन पाई आमे किछि बही आगामी दिन में देखिथिलु सेमती 2-3 गोटी बही मध्य आपणकर प्रकाशित होईछि ता मध्यरु गल्प किंबा एकांकिका जो अच्छी ता भितर गोटे कोटी भल लगिला भलिया गोटे कथा अच्छी ता टिके कहबे। देखंतु मु प्रकृत रे लेखक नाही लेखक नु किंतु जेतेबेले कौन जिनिस देखिकी मो हृदय को छुई जाए आखिरू लुह झरी पड़े से विषय को नहीं किसी सरल भाषा मु ताकू गपटे तैयारी करे मोर एपर्यंत 2टी गल्प एवं प्रबंध संकलन प्रकाश पाई प्रथमटी हूँ स्मृति विस्मृतिर जीवन एवं द्वितीयटी हूँ किसी कथा किसी व्यथा यही लेखागुड़िक मु समाजर फॉर एग्जांपल गोटे झीटे बाहा पारुनी गरीब झीटी झांसी जो मैंने रेड लाइट एरिया से एरिया आसिकी अचिन्हा अजଣା युवकों को बापा माँ ता हाथ में टेकी दे। द्वितीय कथा है गोटे सावत माँ गोटे झील उपर टर्चर करुच्ची से जगह रेल लाइन रे आमर आत्महत्या करुच्ची बुढ़ा बुढ़ी की बापा माँ छुआ पिला मैंने पचारू ना पुओ झील पचारू ना से गोटे पत्र फटी बारंडार खाइबा न पाई सुखी सुखी मरी जाऊँगी लोक देखणा हारी चाहती स्त्री उपरे स्वामीटीए ठकिक नहीं मोबाइल किणदेवी कहीकि जंगल मध्य बेकर चोट उपर चोट पकाउछि भाग्य बलू से उद्धार पाई जाऊँगी पुणी किछि दिन पर जिते से मो पाखक आसूची तार सुख दुखर कहानी मो सहित से बांटुची ताठू जहाँ शुणिली गोटे गप कर बहुत बुले नेबिलो तोते मोबाइल किणदेवी यहीपरी समाजर जिते सबू अत्याचार समाजर कुसंस्कार समाजर जिते सब नहवा कथा घटुची हिंसा परश्रीकातरता अच्छी ताकू दूर करने एवं लोकलोचन को आने मु सामान्य चेष्टा करिछि मु लेखक केबे हेइनी कि हेइ पारिबिनी किंतु ए लेखा लुखिरे मोर गुटे मनरे मोर लेखा मते बहुत खुशी लागे एवं मोर गुटे अवसोस मेंटी जाए। आगामी दिन में डाक्तर अलेख प्रधान राजनीति करने इच्छा अच्छे इच्छा प्रकट कर राजनीति रे मोर बहुत रुचि कौन पाई मु 1972 मसीह मेट्रिक 10म श्रेणी मु नेतृत्व नहीं आसी छात्र जीवन रे गोटे किशन नगर हाईस्कल गोटे बड़ा आंदोलन होता 1972 मसीह तार सभापति थी मुई जिते बड़े गवर्नमेंट होम्योपैथी मेडिकल कॉलेज रे 1977 मसीह इमरजेंसी पर गोटे मीटिंग होता से नेतृत्व नहीं विभिन्न दाबी नहीं मोर प्रचंड सहयोग मोर स्त्री अनुगुल जिलार श्रीमती अंजलि प्रधान अनुगुल जिलार प्रथम जिला परिषद अध्यक्षा भाव में गोटे परिचय सृष्टि करूँ राजनीति करने को मोर प्रबल इच्छा किंतु भगवान को अनिच्छा हो कि जो मैंने उच्चपदस्थ राजनीतिक अधिकारी अच्छा कृपादृष्टि मो उपर पड़नी केवे मुझे दलू कौन पदर लड़ार सुजोग पाइनी किंतु मोर इच्छा अच्छी किंतु भगवान को इच्छा थी तो हम मनुष्य इच्छा तो किसी हुए ये हूँ मोर मनर कथा। आपण केबे का उपरे विशेष कर रागी किंबा क्रोध प्रकाश करिसंती? मु टिके रागी प्रकृतिर मु समस्त कथारे छोट छोट कथारे रागी जाए हाँ किंतु से राग मोर
କ୍ଷଣସ୍ଥାୟୀ। ରାଗିବା ମୋର ଗୋଟେ ବହୁତ ପ୍ରକୃତି ଖରାପ ଗୁଣ। ତେଣୁ ମୁଁ ଜାଣେ ଯେ ଯେତେବେଳେ ପିଲା ଥିଲି ଅତି ରାଗି ଥିଲି, କିନ୍ତୁ ମୁଁ ଜାଣେ ଯେ ରାଗ ହେଉଛି ଏପରି ଗୋଟେ ଜିନିଷ ଯାହା ପରିବେଶକୁ ନଷ୍ଟ କରେ, ଘରର ଶାନ୍ତି ପ୍ରଶାନ୍ତିକୁ ଖିନଭିନ କରିଦିଏ ଏବଂ ରାଗ ଏପରି ଗୋଟେ ଜିନିଷ ଯିଏ ଅନେକ ଦୁର୍ଘଟଣା ଏବଂ ଅନେକ ଖରାପ ଜିନିଷକୁ ମଧ୍ୟ ନିମନ୍ତ୍ରଣ କରି ଆଣେ। ତେଣୁ ରାଗି ନ ହେବା ପାଇଁ ମୁଁ ଅନ୍ୟମାନଙ୍କୁ ନିବେଦନ କରିବି। ଆପଣ କେବେ ମନ ଦୁଃଖରେ କେବେ କାନ୍ଦିଛନ୍ତି? ବହୁତ କାନ୍ଦିଛି ଆଜ୍ଞା। ଯେତେବେଳେ ମୋ ବାପା, ମୁଁ ବର୍ଷେ ଚାକିରି କରିଛି, ମୋ ବାପା ଶିକ୍ଷକ ଥିଲେ, ଯିଏକି ମୋତେ ପଢ଼ାଇବା ପାଇଁ 600 ଟଙ୍କା ଦରମା ପାଉଥିଲେ। ସେଥିରୁ ସେ ଆମ ପରିବାର ପାଇଁ ମାସକୁ 300 ଟଙ୍କା ଦିଅନ୍ତି ଏବଂ ମୋତେ ଦିଅନ୍ତି 300 ଟଙ୍କା। 6 ବର୍ଷ କାଳ ମୋତେ ଯେତେବେଳେ ଭୁବନେଶ୍ୱରରେ ସେ ପାଠ ପଢ଼ାଇଥିଲେ, 2 ଖଣ୍ଡି ଛିଣ୍ଡା ଲୁଗା, 2 ଖଣ୍ଡି ସାର୍ଟ ଏବଂ 2 ଖଣ୍ଡି ଗଞ୍ଜି ଛଡ଼ା, 2 ଖଣ୍ଡି ତୌଲିଆ ଛଡ଼ା ସେ କେବେ ବ୍ୟବହାର କରିନାହାନ୍ତି। ବହୁତ କଷ୍ଟରେ ସେ ମୋତେ ପାଠ ପଢ଼ାଇଛନ୍ତି। ଯେତେବେଳେ 47 ବର୍ଷ ବୟସରେ ମୋ ଚାକିରି ମାତ୍ର ବର୍ଷେ ହେଇଥିଲା, ସେ ଅକସ୍ମାତ୍ ସାପ କାମୁଡ଼ାରେ ମୃତ୍ୟୁବରଣ କଲେ। ମୋର ଆଖିରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଯୁଆଡ଼େ ଗଲେ ଆଖିରୁ ଲୁହ ଝରୁଥିଲା ଏବଂ ବାପାଙ୍କୁ ଝୁରି ଝୁରି ମୁଁ ଅନେକ କାନ୍ଦିଛି, ଲୁଚେ ଲୁଚେ ଅନେକ କାନ୍ଦିଛି। ତେଣୁ ସେଇ ଦୁଃଖ ଘଟଣା ମୋ ଜୀବନରେ ସେହିପରି ଦୁଃଖ କେବେ ଆଉ ଘଟିବ ନାହିଁ କି ସେହିପରି ଦୁଃଖ ଆଉ କାହା ଉପରେ କେବେ ନ ଘଟୁ। ଦେଖିଲେ ତ ଦର୍ଶକ ବନ୍ଧୁ, ଆଜି ଜଣେ ଏକ ଭାବବିହ୍ୱଳ ନିଆରା ମଣିଷଙ୍କ ସହିତ ସାକ୍ଷାତକାର। ସମୟ ତ ହେଲାଣି, ଆଜି ପାଇଁ ଏତିକି ରହୁଛି। ପୁଣି ଆଗାମୀ ଅଧ୍ୟାୟରେ ଆଉ ଜଣେ ନୂଆ ଅତିଥିଙ୍କ ସହ ସାକ୍ଷାତ।